କାହିଁକି ଭଗବାନ ଭଲ ଲୋକଙ୍କୁ ଦୁଃଖ ଆଉ କଷ୍ଟ ଦେଇଥାନ୍ତି? ଆପଣଙ୍କ ମନରେ ବି ଏ ପ୍ରଶ୍ନ ଥିବ। ପ୍ରାୟତଃ ଈଶ୍ୱର ବିଶ୍ୱାସୀ ଭଲ ଲୋକମାନେ କାହିଁକି ଦୁଃଖ କଷ୍ଟରେ ଥାନ୍ତି? ଆଜିର ଏ ଛୋଟ କାହାଣୀ ମାଧ୍ୟମରେ ଆପଣ ଜାଣିବାକୁ ପାଇବେ ଯେ କଣ ପାଇଁ ଗୋଟେ ଭଲ ମଣିଷ ଦୁଃଖ ଯନ୍ତ୍ରଣାରେ ଜୀବନ କାଟେ। କାହାଣୀଟି ହେଉଛି ଗୋଟେ ଗାଁରେ ଦୁଇ ଜଣ ଲୋକ ରହୁଥିଲେ। ଦୁଇ ଜଣଙ୍କ ସ୍ୱଭାବ ପୁରା ଅଲଗା ଥିଲା। ଜଣେ ହେଉଛନ୍ତି ଈଶ୍ୱର ବିଶ୍ୱାସୀ, ସଚ୍ଚୋଟ, ପରୋପକାରୀ, ଦାନୀ ବ୍ୟକ୍ତି। ଆଉ ଜଣେ ଏ ସଚ୍ଚୋଟ ବ୍ୟକ୍ତିଙ୍କ ପୁରା ବିପରୀତ। ସେ ଚୋରି ଡକାୟତି କରିବା, ଲୋକଙ୍କୁ ମାଡ଼ ମାରିବା, ମାଂସ ମଦିରା ସେବନ କରିବାରେ ଲିପ୍ତ ରହୁଥିଲେ। ସଚ୍ଚୋଟ ବ୍ୟକ୍ତି ଜଣକ ପ୍ରତିଦିନ ମନ୍ଦିର ଯାଆନ୍ତି, ଭଗବତ ନାମ ନିଅନ୍ତି ଏବଂ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଥାନ୍ତି। ସେ ସତ୍ ଉପାୟରେ ଧନ ଅର୍ଜନ କରୁଥିବାରୁ ତାଙ୍କ ପାଖରେ ସଦା ଅଳ୍ପ ଅର୍ଥ ଥାଏ। ହେଲେ ସେ ସେଥିରେ ସନ୍ତୁଷ୍ଟ ହୋଇ ଭଲରେ ପରିବାର ପ୍ରତିପୋଷଣ କରନ୍ତି। ସେ ଖଳ ବ୍ୟକ୍ତି ଜଣକ ମଧ୍ୟ ପ୍ରତିଦିନ ମନ୍ଦିର ଯାଆନ୍ତି, ଭଗବାନଙ୍କୁ ମାଗିବା ପାଇଁ ଯେ ଆଶୀର୍ବାଦ ଦିଅନ୍ତୁ, ଆଜି ମୁଁ ଯେମିତି ଅଧିକ ଅର୍ଥ ପାଏ। ଦୁଇ ଜଣଙ୍କ ଜୀବନ ଠିକ୍ ଠାକ୍ ଚାଲିଥାଏ। ସତ୍ ମାର୍ଗରେ ଥିବା ବ୍ୟକ୍ତି ଜଣକ ସତ୍ ଉପାୟରେ ଦିନ କାଟୁଥାଏ ଏବଂ ସେ ଖଳ ବ୍ୟକ୍ତି ଜଣକ ଅସତ୍ ଉପାୟରେ ଅର୍ଥ ଉପାର୍ଜନ କରି ଦିନ କାଟୁଥାଏ। ଦିନକର କଥା, ସେ ସଚ୍ଚୋଟ ବ୍ୟକ୍ତି ଜଣକ ମନ୍ଦିରରୁ ଭଗବାନଙ୍କ ଦର୍ଶନ ସାରି ଫେରୁଥିବା ବେଳେ ରାସ୍ତାରେ ତା ପାଦରେ ଏକ ବଡ଼ ଲୁହା କଣ୍ଟା ଫୁଟିଯାଏ ଏବଂ ବହୁତ ରକ୍ତ ମଧ୍ୟ ବାହାରେ। ଯନ୍ତ୍ରଣାରେ ଛଟପଟ ହୋଇ ବହୁ କଷ୍ଟରେ ସେ ଘରେ ପହଞ୍ଚେ। ଘରେ ପହଞ୍ଚି ଜାଣିବାକୁ ପାଏ ଯେ ସେ ଖଳ ବ୍ୟକ୍ତି ସେହି ରାସ୍ତାରେ ଆସୁଥିବା ବେଳେ ତାକୁ କିଛି ସୁନା ମିଳିଛି। ଏହା ଶୁଣି ତାକୁ ବହୁତ କଷ୍ଟ ଲାଗେ ଏବଂ ସେ ଭଗବାନଙ୍କ ଉପରେ ରାଗିବାକୁ ଲାଗେ। କାନ୍ଦି କାନ୍ଦି ଭଗବାନଙ୍କୁ କହେ, ମୁଁ ସଚ୍ଚୋଟ ଭାବରେ ବଞ୍ଚୁଛି, ସତ୍କର୍ମ କରୁଛି, ହେଲେ ଆପଣ ମୋ ପାଇଁ ରାସ୍ତାରେ କଣ୍ଟା ପକାଇଦେଲେ। ହେଲେ ସେ ଚୋର ଖଣ୍ଟଟା ପାଇଁ ସୁନା ପକେଇଲେ। କଣ ଏଇଆ ଆପଣଙ୍କ ନ୍ୟାୟ? ସେ ଭଗବାନଙ୍କ ଉପରେ ରାଗିକି ଭଗବତ ନାମ ନେବା ଛାଡ଼ିଦିଏ। କିନ୍ତୁ କିଛି ଦିନ ପରେ ତା ମନ ପରିବର୍ତ୍ତନ ହୁଏ ଏବଂ ସେ ପୁନର୍ବାର ସତ୍କର୍ମ କରିଚାଲେ। ହେଲେ ଏ କଥାକୁ ସେ କେବେ ଭୁଲି ନଥାଏ। ଏହିଭଳି ଭାବରେ ସମୟ ଗଡ଼ି ଚାଲେ ଏବଂ ଦୁଇ ଜଣ ବ୍ୟକ୍ତିଙ୍କର ଏକା ସାଙ୍ଗରେ ମୃତ୍ୟୁ ହୋଇଯାଏ। ମୃତ୍ୟୁ ପରେ ସେମାନେ ଯାଇ ଭଗବାନଙ୍କ ପାଖରେ ପହଞ୍ଚନ୍ତି। ତାଙ୍କ କର୍ମର ହିସାବ କିତାବ ଚାଲେ। ମର୍ତ୍ତ୍ୟଲୋକରେ କିଏ କେତେ ଭଲ କାମ କରିଛି, କିଏ କେତେ ଖରାପ କାମ କରିଛି। ଏହି ସମୟରେ ସେ ସଚ୍ଚୋଟ ବ୍ୟକ୍ତିର ପୁରୁଣା କଥା ମନେ ପଡ଼େ। ସେ ଭଗବାନଙ୍କୁ ପଚାରେ, ପ୍ରଭୁ, ଆପଣ ସେଦିନ କଣ ପାଇଁ ଅନ୍ୟାୟ କଲେ? ଆପଣ ଜାଣିଛନ୍ତି ଯେ ଚୋରଟା ଅନ୍ୟର ଚୋରି କରେ, ଅନ୍ୟକୁ ହଇରାଣ କରେ, ହେଲେ ବି ଆପଣ ତା ପାଇଁ ରାସ୍ତାରେ ସୁନା ପକାଇଲେ, ଆଉ ସତ୍ପଥରେ ଥାଇକି ବି ମୋ ପାଇଁ କଣ୍ଟା। ଭଗବାନ ସେ ସଚ୍ଚୋଟ ବ୍ୟକ୍ତିକୁ ଉତ୍ତର ଦେଲେ, ତୁ ପୂର୍ବଜନ୍ମରେ ବହୁତ ଖରାପ କର୍ମ କରିଥିଲୁ। ତୋ ପୂର୍ବଜନ୍ମ କର୍ମଫଳ ହିସାବରେ ଯେଉଁଦିନ ତୋ ଗୋଡ଼ରେ କଣ୍ଟା ଫୁଟିଲା, ସେଦିନ ତୋର ମୃତ୍ୟୁ ଯୋଗ ଥିଲା। କିନ୍ତୁ ତୁ ତୋର ଏ ଜନ୍ମର ସତ୍କର୍ମ ପାଇଁ ବଞ୍ଚିଗଲୁ। ତୋ ସତ୍କର୍ମ ବଳରେ ଏତେ ବଡ଼ ଦୁର୍ଘଟଣାଟା ତୋ ପାଇଁ ଛୋଟ ଦୁର୍ଘଟଣାରେ ପରିଣତ ହୋଇଗଲା। ହେଲେ ଚୋର ବ୍ୟକ୍ତିଟି ପୂର୍ବଜନ୍ମରେ ବହୁତ ଭଲ ଲୋକଟେ ଥିଲା। ତାର ପୂର୍ବଜନ୍ମର କର୍ମଫଳ ହିସାବରେ ଯେଉଁଦିନ ତାକୁ କିଛି ସୁନା ମିଳିଲା, ସେଦିନ ତାର ବହୁତ ବଡ଼ ଧନୀ ବ୍ୟକ୍ତି ହେବାର ଯୋଗ ଥିଲା। ହେଲେ ତାର ଅସତ୍ କର୍ମଫଳ ପାଇଁ ତାକୁ ଅଧିକ ଧନ ଜାଗାରେ ବହୁତ କମ୍ ଧନ ମିଳିଲା। ଏବେ ସେ ବ୍ୟକ୍ତି ଜଣକ ଭଲ ଭାବରେ ବୁଝିଗଲା ଯେ କଣ ପାଇଁ ତା ଗୋଡ଼ରେ ସେଦିନ କଣ୍ଟା ଫୁଟିଥିଲା ଏବଂ କଣ ପାଇଁ ଅସତ୍ ବ୍ୟକ୍ତିଟି କିଛି ସୁନା ପାଇଥିଲା। ଭଗବାନ କେବେ କାହାକୁ ଦୁଃଖ କଷ୍ଟ ଦେଇନଥାନ୍ତି। ଦୁଃଖ କଷ୍ଟ ଆମେ ଆମ କର୍ମଫଳ ହିସାବରେ ଭୋଗ କରୁ। ହେଲେ ସାରା ଜୀବନ ଭଗବାନଙ୍କୁ ଦୋଷ ଦେଉ ଯେ ଭଗବାନ ଆମକୁ କଷ୍ଟ ଦେଉଛନ୍ତି। କେବେ ହେଲେ ନିଜକୁ ଦୋଷ ଦେଉନା ଯେ ଆମ କର୍ମଫଳ ଆମେ ଭୋଗ କରୁଛୁ।